ଭାରତର ସମସ୍ତ ଜନସାଧାରଣର ଗୁରୁଜନ ମାନଙ୍କୁ ମୋର କୋଟି ପ୍ରଣାମ, କୋଟି ଦଣ୍ଡବତ। ସାଙ୍ଗସାଥୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଏବଂ ଛୋଟମାନଙ୍କୁ ସ୍ନେହର ଅନ୍ତରର ହୃଦୟର ଆଶୀର୍ବାଦ। ହେପି ରାମନବମୀ, ହେପି ରାମନବମୀ, ହେପି ରାମନବମୀ। ଆଜି ରାମନବମୀ, ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ। ଏହି ଦିନକୁ ରାମନବମୀ ଭାବେ ପାଳନ କରାଯାଉଛି, ଯେହେତୁ ରାମ ଜନ୍ମ ହୋଇଥିଲେ। ଦଶ ଅବତାରରୁ ଇଏ ହେଉଛି ସପ୍ତମ ଅବତାରରେ ରାମ ଜନ୍ମ ହୋଇଥିଲେ। ତେଣୁ ମୁଁ କହିବା ପାଇଁ ଚାହୁଁଛି, ରାମ ଆମର ଏ ଜଗତର ଭଗବାନ, ଏ ଜଗତର ଇଏ ହର୍ତ୍ତାକର୍ତ୍ତା, ଦୈବ ବିଧାତା। ତାଙ୍କରି ପରି ଆଉ କେହି ନାହାନ୍ତି। ତେଣୁ ଆଜି ଅଯୋଧ୍ୟାରେ କେତେ ସୁନ୍ଦର ଜାକଜମକ ହେଇ, ପୂଜା ଅର୍ଚ୍ଚନା ହେଇ, ଆଜି ପ୍ରତ୍ୟେକ ଅଞ୍ଚଳରେ ରାମଙ୍କ ପୂଜା, ହନୁମାନଙ୍କ ପୂଜା ଆରମ୍ଭ ହୋଇଯାଇଛି, ହେଉଛି। ତେଣୁ ମୁଁ ଚାହୁଁଛି ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କୁ ଡାକନ୍ତୁ, ରାମ ନାମ ଜପନ୍ତୁ। ଭଗବାନଙ୍କର ନାମ ଜପିଲେ ଦୁଃଖ କଷ୍ଟ ଦୂର ହେବ ଏବଂ ଜଗତରେ ପାପ ମଧ୍ୟ ଦୂର ହେବ। ଆଜି ଭଗବାନ ରାମଙ୍କର ଭାତୃଭକ୍ତି ଏବଂ ଲୋକଙ୍କର ଯେଉଁ ସେବା ଏବଂ ସ୍ନେହମମତା ଆଜି ଲିପିବଦ୍ଧ ହୋଇ ରହିଯାଇଛି। ଭାଇକୁ କିପରି ଭକ୍ତି କରୁଥିଲେ, ବାପା ମାଆଙ୍କୁ କିପରି ଭକ୍ତି କରୁଥିଲେ, ବାପାଙ୍କ କଥା ମାଆଙ୍କ କଥା ମାନି କିପରି 14 ବର୍ଷ ବନବାସ ଯାଇଥିଲେ, ଆଜି ଲିପିବଦ୍ଧ ହୋଇ ରାମାୟଣରେ ରହିଯାଇଛି। ପ୍ରାୟ ସମସ୍ତେ ଆମେ ରାମାୟଣ ଦେଖିଛେ, ଆଉ ରାମାୟଣ ଦେଖିବା ପାଇଁ ମଧ୍ୟ ଭଲ ଲାଗେ। ତେଣୁ ଏହି ଯୁଗରେ ଆଜି ପ୍ରତ୍ୟେକ ବ୍ୟକ୍ତି ଯଦି ମନ ନିର୍ମଳ ରଖି, ଶାନ୍ତ ରଖି, ଗୁରୁଜନଙ୍କ କଥା ମାନି ଆଉ ବଡ଼ ଭାଇଙ୍କ କଥା ମାନି, ବଡ଼ ଭାଇ ଜଣେ ହେଉଛି ବାପ ତୁଲ୍ୟ, ଏହିପରି ତାଙ୍କ କଥା ମାନି ଯଦି ସଂସାରରେ ସେମାନେ ଲୋକଙ୍କ ସେବା କରିବେ, ଆଉ ଲୋକଙ୍କ କଥା ବୁଝିବେ, ଶାନ୍ତ ସରଳ ନମ୍ର ଭଦ୍ରରେ ରହିବେ, ବିଭିନ୍ନ ପ୍ରକାର କାର୍ଯ୍ୟକୁ କିପରି ସମ୍ପାଦନ କରିବେ ତାହାର ତର୍ଜମା କରିବେ ଏବଂ ଦୁଃଖୀ ରୋଗୀ ଲୋକଙ୍କର କିପରି ସେବା କରିବେ, ଯଦି ଏହିପରି ଆଗକୁ ବଢ଼ି ଚାଲିବେ, ତାହେଲେ ଏହି ରାମନବମୀରେ ଆମେ ଶପଥ ବି କରିବା ଯେ ଆମେ କିପରି କରିବା, ତାହେଲେ ଭଗବାନ ନିହାତି ଶୁଣିବେ। ଆଉ ରାମଙ୍କ ନାମ ସବୁବେଳେ ଜପିଲେ, ଓಂ ରାମାୟ ନମ, ଓଂ ରାମାୟ ନମ, ଓଂ ରାମାୟ ନମ ସବୁବେଳେ ଜପିଲେ ହୃଦୟରେ ଭଗବାନଙ୍କର ଆବିର୍ଭାବ ହେବେ ଏବଂ ଭଗବାନ ନିହାତି ଭଲ ରାସ୍ତାରେ ନେବେ। ଆଉ ଭଲ ରାସ୍ତାରେ ହିଁ ଆମକୁ ରଖିବେ। ଆଉ ଆମର ମଙ୍ଗଳ କରିବା ସହିତ ଜଗତର ମଙ୍ଗଳ କରିବେ, ପରିବାରର ମଙ୍ଗଳ କରିବେ। ଆଉ ସୁଖ ଦୁଃଖରେ ଭଗବାନ ନିହାତି ସହାୟ ବୋଲି ମୁଁ ଭଗବାନଙ୍କୁ ବିନତି କରୁଛି। ପ୍ରତ୍ୟେକ ପରିବାରରେ ଆପଣ ଭଗବାନ, ପ୍ରତ୍ୟେକ ଲୋକଙ୍କୁ ଆପଣ ଭଗବାନ। ତେଣୁ ଆପଣଙ୍କୁ ମୋର ଅନୁରୋଧ, ଆପଣଙ୍କ ପ୍ରଣିପାତ କରୁଛି, ଜଗତର ମଙ୍ଗଳ କରନ୍ତୁ, ଜଗତବାସୀଙ୍କ ମଙ୍ଗଳ କରନ୍ତୁ। ଆଉ ପ୍ରତ୍ୟେକ ଘରେ ଆପଣ ବିରାଜମାନ କରି ଧନ ଧାନ୍ୟରେ ଲୋକଙ୍କର ପରିପୂର୍ଣ୍ଣ କରନ୍ତୁ। ପ୍ରତ୍ୟେକ ଦୁଃଖୀ ରୋଗୀଙ୍କର ଦୁଃଖ ଦୂର କରନ୍ତୁ। ଏତିକି ମୋର ପ୍ରାର୍ଥନା। ଆଜି ମୁଁ ଜପୁଛି ରାମଙ୍କ ନାମ, ଜପୁଥିବି ଆଉ ଭଗବାନଙ୍କୁ ଡାକୁଥିବି। ସବୁବେଳେ ମୋତେ ସମାଜ ସେବାରେ ସାହସ ଦିଅନ୍ତୁ, ସମାଜ ସେବା ପାଇଁ ରାସ୍ତା ଦିଗ ଦର୍ଶକ କରାନ୍ତୁ। ଜଗତର ମୁଁ କିପରି ମଙ୍ଗଳ କରିବି, ଜଗତବାସୀଙ୍କ କିପରି ସେବା କରିବି, ରାମ ଠାକୁରଙ୍କ ପାଖରେ ମୁଁ ଏତିକି ଆଜ୍ଞା ମାଗୁଛି ଯେ ଭଗବାନ ମୋତେ ସାହସ ଦିଅନ୍ତୁ, ଶକ୍ତି ଦିଅନ୍ତୁ, ସବୁ ଦିଅନ୍ତୁ। ମୁଁ ଲୋକଙ୍କର ସେବା କରୁଥିବି, ସେବା କରି କରି ମରିବି। ଆହେ ଜଗତର ମାତ ମଙ୍ଗଳା, ତୁମେ ରଖ ହେ ଜଗତ ରହଡ଼ା, ତୁମେ ଜଗତକୁ ଟେକି ରଖିପାରିବ
ମୋତେ ଭଲ ପିଲା କରି ଗଢ଼ିବ, ସଜ ଫୁଲ କରିଦେବ ମୋର ମନକୁ, ସିଦ୍ଧି କରିଦେବ ମୋର କାମକୁ। ଆମେ ଦାନିକର୍ଣ୍ଣ ହୋଇପାରିବୁ, ଆମେ ଦାନ କରି କରି ମରିବୁ। ଆମେ ସଜବଳି ସତ କଥା କହିପାରିବୁ, ବୁଦ୍ଧି ବିଦ୍ୟା ଭରିଦିଅ ମନରେ, ବୀରପଣ ଭରିଦିଅ ରକ୍ତରେ, ଏତିକି ଓଳି ତୋ ପାଖରେ ଭଲ ଦେବା ମିଶିଯିବି ଏ ମାଟିରେ। ଏହିପରି ଠାକୁରଙ୍କୁ ମୁଁ ଡାକି, ଆଉ ହନୁମାନଙ୍କୁ ଡାକି, ରାମଙ୍କୁ ଡାକି ମୁଁ ଜଗତର ମଙ୍ଗଳ କରି ବୋଲି, ଜଗତର ସେବା କରି ବୋଲି ଆଶା ରଖି ମୁଁ ଆଜି ଆପଣଙ୍କ ଗଣରେ ଏହି ସ୍ପିଚ୍ ମାଧ୍ୟମରେ କହୁଛି। ମୁଁ ଚେଷ୍ଟା ଜାରି ରଖିଛି, ସମାଜ ସେବା କରୁଛି, କରିବି। ଏବେ ଇଲେକ୍ସନ୍ ପାଇଁ ମୁଁ ବନ୍ଦ କରିଛି, କାହିଁକିନା ଏବେ ପଲିଟିକାଲ୍ ଇସ୍ୟୁ ଯେହେତୁ ହେବ କି ଇଲେକ୍ସନ୍ରେ ସ୍ୱାଧୀନ ପ୍ରାର୍ଥୀରେ ଇଏ ଛିଡ଼ା ହେବ ବୋଲି ଯେଉଁ ଲୋକମାନେ ଭାବିବେ, ତେଣୁ ମୁଁ ଏବେ ଏରିଆ ଯାଉନି। ଅତି ନିଜର ଯେଉଁମାନେ ଅଛନ୍ତି ତାଙ୍କ ପାଖକୁ ଯାଉଛି, ତାଙ୍କ ଦୁଃଖ କଷ୍ଟରେ ସାହା ହେଉଛି। ଏବେ ଗୋଟେ ବାଲେଶ୍ୱରରୁ ଖଇରାରୁ ଗୋଟେ ଖବର ଆସିଥିଲା, ମୁଁ ତାଙ୍କୁ ଫୋନ୍ପେ ମାଧ୍ୟମରେ ସହଯୋଗ କଲି। ଆଉ ସେହିପରି ମୁଁ ଆଗକୁ କରିବି। ଇଲେକ୍ସନ୍ ପରେ ମୁଁ ପ୍ରୋଜେକ୍ଟ ଯେଉଁ କରୁଛି ସ୍ୱାସ୍ଥ୍ୟ ଆଉ ଶିକ୍ଷାର, ଏ ପ୍ରୋଜେକ୍ଟ ମାଧ୍ୟମରେ ମୁଁ ବେଶୀ ସେବା ଯୋଗାଇବା ପାଇଁ ଚାହୁଁଛି। ଆଉ ଯେଉଁ ଯାହାର ବି ଯୁବକ ଯୁବତୀ ପିଲାମାନେ ଅଛନ୍ତି, +2 ପାସ୍ କରି ସାରିଛନ୍ତି କି +2 ପରୀକ୍ଷା ଦେଇଛନ୍ତି, ନିହାତି ପ୍ରତ୍ୟେକ ଗାର୍ଡ଼ିଆନ୍ ଯଦି ଆଦିବାସୀ ହରିଜନ ହଉ, SC ST ଯେଉଁ ସିଏ ହଉ କି ଅନ୍ୟାନ୍ୟ ବର୍ଗର ଯେତେ ବି ଗାର୍ଡ଼ିଆନ୍ ଅଛନ୍ତି, ଷ୍ଟୁଡ଼େଣ୍ଟ ଅଛନ୍ତି, ଯୋଗାଯୋଗ କରିଲେ ଆସିଲେ ମୁଁ ନିହାତି ତାଙ୍କୁ ଅଲଗା ଇନଷ୍ଟିଚ୍ୟୁଟ୍ ପାଖରୁ ସ୍ୱଳ୍ପ ମୂଲ୍ୟରେ ଆଡ଼ମିସନ୍ କରାଇ, ପିଲାଙ୍କୁ ଉତ୍ତୀର୍ଣ୍ଣ କରାଇ ନିହାତି କ୍ୟାମ୍ପସ୍ ଯୋଗାଇ ତାଙ୍କୁ ନିଯୁକ୍ତିର ସୁଯୋଗ ଦେବି ବୋଲି ଆଶା ରଖିଛି। ତେଣୁ ମୁଁ ଅନୁଷ୍ଠାନ ବାରିପଦା, ବାଲେଶ୍ୱର, କେନ୍ଦୁଝର ମୁଁ କରିଛି। ଆଉ ଆପଣମାନଙ୍କର ସହଯୋଗ ରହିଲେ ଅନୁଷ୍ଠାନ ବଢ଼ିବ। ଆଗକୁ ମୁଁ ଯେଉଁ ହସ୍ପିଟାଲ ପାଇଁ ଚାହୁଁଛି, ସେଇ ହସ୍ପିଟାଲ ମଧ୍ୟ କଲେ ଆପଣମାନଙ୍କର ପାଇଁ ଚିକିତ୍ସାର ସୁବିଧା ଯୋଗାଇବି। ବିଭିନ୍ନ ପ୍ରକାର ଚିକିତ୍ସା ହେବ, ପାରାଲିସିସ୍ ପେସେଣ୍ଟ ଠାରୁ ଦାନ୍ତ ଉଠା, ଆଖି ଏବଂ ବିଭିନ୍ନ ପ୍ରକାର ସର୍ଜିକାଲ ଅପରେସନ୍, ICU ଆଉ ଡାଇଲିସିସ୍, ଏହିପରି ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ମୁଁ ହସ୍ପିଟାଲରେ ଖୋଲିବି। ଆଉ ଆପଣମାନଙ୍କର ସୁବିଧା ସୁଯୋଗରେ ସବୁ ସ୍ୱଳ୍ପ ମୂଲ୍ୟରେ ବାହାରୁ ଡକ୍ଟର ଆଣି ଆପଣମାନଙ୍କ ଚିକିତ୍ସା ଯୋଗାଇବି ବୋଲି ଆଶା ରଖିଛି। ଜୟ ହିନ୍ଦ, ଜୟ ଭାରତ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଜଗନ୍ନାଥ ମହାପ୍ରଭୁ କଟିନମ। ଏତିକି ମୁଁ ମୋର ବକ୍ତୃତା